ମାନେ କ'ଣ ସେଠି ଦୁଇଟା ତାଳ ଗଛ ଅଛି ଭି ଟାଇପ୍ର ପୁରା ଏମିତି ଭି ଟାଇପ୍ର ଗୋଟେ ବଡ଼ ଗୋଟେ ଛୋଟ ଏଇ ସାଇଜ୍ରେ ଏମିତି ଥିବେ ଆଉ ସେ ବେଶୀ ବଢ଼ୁ ବି ନାହିଁ ହେଲା କି ସେ ଗଛ ଦେହରେ ସବୁ କଣ୍ଟା ବାଡ଼ି ହେଇଛି ଏଡ଼େ ଏଡ଼େ କଣ୍ଟା ସବୁ ବାଡ଼ି ହେଇଛି ଗଛ ଦେହରେ ଯାଆନ୍ତି କାମରେ ଯେତେବେଳେ ଫେରନ୍ତି ଦେଖନ୍ତି ସେ ସମାଧି ପାଖରେ ଗୋଟେ କିଏ ଠିଆ ହେଇଥାଏ ହେଲା ଗୋଟେ ଓତା ପିନ୍ଧିକି ମାନେ ଓତା ପିନ୍ଧି ଗୋଟେ କିଏ ଠିଆ ହେଇଥାଏ ରାତିରେ ଦୁଇଟା ବଡ଼ ବଡ଼ ଗଛ ଦୁଇଟା ଦେଖାଯାଉଛି ଆପଣଙ୍କୁ ଏଇ ଯେଉଁ ବଡ଼ ଗଛ ଦୁଇଟା ଏଇ ଗଛରୁ ହିଁ ଲୋକ ଗୋଟେ ମାନେ ସେଟା ମୁଣ୍ଡ ନଥିବା ଲୋକ ଓହ୍ଲାଏ ହେଲା କି ଆଉ ସେଇ ଜଷ୍ଟ ଏଇ ଯେଉଁ ଆମ୍ବ ଗଛ ଦେଖାଯାଉଛି ଏଇ ଆମ୍ବ ଗଛଟା ଦେଖାଯାଉଛି ଏଇ ଆମ୍ବ ଗଛଟା ଏଇଠି ଜଷ୍ଟ ରାସ୍ତା ଅଛି ସେ କଣ୍ଟା ପାଇଛି ବୁଦା ମୂଳ ଯାକେ ସେଇ ଯାକେ ତାରି ଭିତରେ କଟା ମୁଣ୍ଡ ଗଡ଼େ ଆଉ ସେ ଖାଲ ଦେହରେ ଗୋଟେ ଛୁଆ ମରିଯାଇଥିଲେ ତାକୁ ସେଠି ଫୋପାଡ଼ି ଦେଇଥିଲେ ପୁଅ କିଛି ମନେ ପଡ଼ୁନି ମୁଁ ଦେଖିଛି ବହୁତ ସାରା ଲୋକ ମାନେ ଜମାଟ ହେଇଥିଲେ କଣ୍ଟା ପାଇଛି ବୁଦା ମୂଳେ। ଜୟ ଜଗନ୍ନାଥ ନମସ୍କାର ପପୁଲାର ବ୍ଲଗ୍ସର ଏକ ଦମଦାର ଭିଡ଼ିଓକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ ଭିଡ଼ିଓଟି ଫାଷ୍ଟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଫୁଲ୍ ଏନ୍ଜୟ କରନ୍ତୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ନିହାତି ଏବେ କମେଣ୍ଟ କରନ୍ତୁ ବହୁତ ମାନେ ଖତରନାକ ଜିନିଷଟି ଯାହାକି ମୋ ଜେଜେମା ଆଉ ଜେଜ ପ୍ରାୟ କକୁମାନେ ସବୁ ଦେଖିଛନ୍ତି ଜାଣିଛନ୍ତି ସେମାନେ ସବୁ କୁହନ୍ତି ଆଉ ଆମେ ବି ଯାଉନା ସେ ଜାଗାକୁ ମାନେ ହେଲା କି ମାନେ ବହୁତ ମାନେ କ'ଣ କହିଲ ଖତରନାକ ଜାଗାଟା ଜଷ୍ଟ ଆମ ଘର ପାଖରୁ ମାତ୍ର 100 ମିଟର ହବ ସେଠି ଗୋଟେ ରେଡ୍ ଯେଉଁ ବ୍ଲୁ କଲର କୋଠା ଦେଖାଯାଉଛି ଦେଖାଯାଉନଥିବ ସେ ଯେଉଁ ବ୍ଲୁ କଲର କୋଠା ଦେଖାଯାଉଛି ସେ ହେଉଛି ସେ ଏରିଆଟେ ମାନେ ପୁରା ଖତରନାକ ଏରିଆ ଭୂତ ଏରିଆ କହିଲେ ପୁରା ଚଳେ କ'ଣ କି ଆପଣମାନଙ୍କୁ ମୁଁ ଡାଇରେକ୍ଟ କହିଦେଉଛି ଏ ଜାଗାରେ ବହୁତ ସାରା ଆକ୍ଟିଭିଟି ଦେଖିବାକୁ ମିଳେ ମାନେ ଆକ୍ଟିଭିଟି ମାନେ କ'ଣ କହିଲ ମାନେ ବହୁତ ସାରା ଆକ୍ଟିଭିଟି ଦେଖିବାକୁ ମିଳେ ଯେଉଁମାନେ ସେମାନେ ମୋତେ କୁହନ୍ତି ମାନେ ମୋ ଜେଜ ମା କକୁ ଏମାନେ ସବୁ ଜାଣିଛନ୍ତି କୁହନ୍ତି ମାନେ କ'ଣ ସେଠି ଦୁଇଟା ତାଳ ଗଛ ଅଛି ଭି ଟାଇପ୍ର ପୁରା ଏମିତି ଭି ଟାଇପ୍ର ଗୋଟେ ବଡ଼ ଗୋଟେ ଛୋଟ ଏଇ ସାଇଜ୍ରେ ଏମିତି ଥିବେ ଆଉ ସେ ବେଶୀ ବଢ଼ୁ ବି ନାହିଁ ହେଲା କି ସେ ଗଛ ଦେହରେ ସବୁ କଣ୍ଟା ବାଡ଼ି ହେଇଛି ଏଡ଼େ ଏଡ଼େ କଣ୍ଟା ସବୁ ବାଡ଼ି ହେଇଛି ସେ ଗଛ ଦେହରେ ସେଇଟା ଦିନ ବେଳା ସ୍କୁଲ ହୁଏ ସେ ଜାଗାରେ ସ୍କୁଲ ଆଉ ସେ ଯେଉଁ ଜାଗାଟା ଥିଲା ସେ ଜାଗା ଉପରେ ସ୍କୁଲଟା ହେଇଛି ନା ତ ସେ ଜାଗାରେ ଏ ସ୍କୁଲ ଏବେ ସେଠି ବନ୍ଦ ହେଇଯାଇଛି ମାନେ ସରକାର କ'ଣ କରିଛି ସବୁ ଗୋଟେ ଯେଉଁ ସ୍କୁଲ ଥାଏ ସେ ସ୍କୁଲ ସବୁ ବନ୍ଦ କରିଦେଇଛି କମ୍ ପିଲା ଯେଉଁ ହୁଅନ୍ତି ସେ ସ୍କୁଲକୁ ବେଶୀ ପିଲା ବି ଯାଆନ୍ତିନି ତେଣୁକରି ସେ ସ୍କୁଲ ବନ୍ଦ ହେଇଯାଇଛି ଆଉ ଦୁଇଟା ତାଳ ଗଛ ସେଥିରେ କଣ୍ଟା ବହୁତ ବାଡ଼ି ଯାଇଛି ଆଉ ମାନେ ସେ ଯେଉଁ ତାଳ ଗଛ ଯେଉଁ ଦୁଇଟା ଅଛି ସେ ତାଳ ଗଛ ଦୁଇଟାରୁ ମାନେ କିଏ ଓହ୍ଲାଏ ଏଇ ଗଛରୁ ସେ ଗଛରୁ ମାନେ ଓହ୍ଲାଏ ଯାହାକି ତାର କ'ଣ କହିଲ ଏଉଠୁ ମାନେ ଏଉଠୁ ତଳକୁ ଅଛି ଏଉଠୁ ଉପରକୁ ନାହିଁ ମାନେ ତାର ମୁଣ୍ଡ ନାହିଁ ସେ ଘଟଣା ଆମେ ଶୁଣିଛୁ ମାନେ ଗଛରେ ଏଡ଼ିକି ଏଡ଼ିକି କଣ୍ଟା ବାଡ଼ି ଯାଇଛି ମୁଁ ନିଜେ ବି ଦେଖିଛି ଆଉ ସେ ଜାଗାକୁ କିନା ଆଲାଉ କରୁନାହାନ୍ତି ବନ୍ଦ ଅଛି ତାଲା ଫାଲା ପକେଇ ଦେଇଛନ୍ତି ଆଉ ବ୍ୟାଙ୍କ ବି ସେ ଜାଗାରେ କିନା ଖୋଲା ହେଇଯାଇଛି ସେ ବ୍ୟାଙ୍କ ବି ବନ୍ଦ ହେଲା କ'ଣ କାରଣ କ'ଣ ମୁଁ ଜାଣିନି ସେ ଜାଗାରେ ବ୍ୟାଙ୍କ ବନ୍ଦ ଦିନ ବେଳା ଯାହା ଖୋଲୁଛି ରାତି ହେଲେ ଜାଗାକୁ କେହି ଯାଆନ୍ତିନି ପ୍ରାୟତଃ ରାତି 1 ହେଲା ମାନେ ଜାଗାକୁ କେହି ଯିବେନି ହଁ ତା ପଛରେ ଆଉ ଗୋଟେ ଘଟଣା କ'ଣ ନା ତା ପଛରେ କଣ୍ଟା ବାଇଛି ବୁଦା ସବୁ ଦେଖିଛନ୍ତି ଆପଣ କଣ୍ଟା ଥିବ ତା ତଳେ ଗୋଟେ ଛୋଟିଆ ଏମିତି ଗାତ ହେଇଥିଲା ସେ କଣ୍ଟା ବାଇଛି ବୁଦା ମାନେ ଛୋଟିଆ ଛୋଟିଆ ଟାପୁ ସବୁ ଖାଲ ନଥାଏ ଗାଁରେ ସେ ଖାଲ ଦେହରେ ଗୋଟେ ଛୁଆ ମରିଯାଇଥିଲେ ତାକୁ ସେଠି ଫୋପାଡ଼ି ଦେଇଥିଲେ ପୁଅ କିଛି ମନେ ପଡ଼ୁନି ମୁଁ ଦେଖିଛି ବହୁତ ସାରା ଲୋକ ମାନେ ଜମାଟ ହେଇଥିଲେ କଣ୍ଟା ବାଇଛି ବୁଦା ମୂଳେ ସେଟା ଜାମୁକୋଳି ଗଛ ଥିଲା ସେ ଜାମୁକୋଳି ଗଛ ଉଠା ହେଇଯାଇଛି ପ୍ରାୟତଃ ଲୋକ ସବୁ ବିଲ ଫିଲ ସାଇଜ୍ କରିସାରିଲେଣି କିନ୍ତୁ ସେ ଜାଗା ଏବେ ବି ସୁଦ୍ଧା ଭୟାନକ ଆଉ ରାତିରେ ସେ ଜାଗାକୁ କେହି ଯାଆନ୍ତିନି ଆଉ ସେ ଗଭୀର ମଝିରେ ଲୋକମାନେ ରିଏଲାଇଜ୍ କରନ୍ତି କି ସେ ତା ଭିତରେ ଗୋଟେ କିଏ ବୁଲେ ବୁଝିଲେ କି ଗୋଟେ ମାନେ କିଏ ସ୍ତ୍ରୀ ଲୋକଟା କିଏ ବୁଲେ ବୋଲି ଲୋକମାନେ କୁହନ୍ତି ଆଉ ମାନେ ସେଇଟା ସତ ମୁଁ ତ ଦେଖିନି ନିଜେ କିନ୍ତୁ ମୋ ଜେଜେମା ହେରିକା କୁହନ୍ତି ଆଉ ସେ ଜାଗାକୁ ରାତିରେ ଆମକୁ ବି ମନା କରନ୍ତି କି ନାଇଁ ତୁମେ ମାନେ ଯାଅନା ସାଡ଼େ ରାତିରେ ଘରେ କୁହନ୍ତି କି ନାଇଁ ତୁମେ ଯାଅନା ବୋଲି ଆଉ ଏମିତି ଅଛି ଆଉ ସେ ରାସ୍ତାରେ ପ୍ରାୟ ମାତ୍ର 50 ମିଟର ଖଣ୍ଡେ ହେବ ରାସ୍ତାଟା ସେ ରାସ୍ତାରେ ପ୍ରାୟତଃ ଦୁଇଟା ଲୋକଙ୍କର ଗୋଡ଼ ଭାଙ୍ଗି ଯାଇଛି ମାନେ ରାତିରେ ସେ ଯିବା ଆସିବା କରୁଥିଲେ ଯିବା ଆସିବା ମାନେ ଆସୁଥିଲେ ତାଙ୍କୁ ଜାଣିଛନ୍ତି ସେମାନେ କାହିଁକି ଭାଙ୍ଗିଲା ଗୋଡ଼ କହିଲେ ସେ ଗୋଟେ କଟା ମୁଣ୍ଡ ଗଡ଼େ ହେଲା କି ରାସ୍ତାରେ ଗୋଟେ କଟା ମୁଣ୍ଡ ଏକଲା ଦେଖିଲେ ସେମାନଙ୍କୁ ଗୋଡ଼ାଏ ଆଉ ସେ ପାଖରେ ଗୋଟେ ରାସ୍ତା କଡ଼ ସାଇଡ଼୍ର ସମାଧି ଗୋଟେ ଅଛି ଆଉ ସେ ଜାଗା ଉପରେ 2-3 ଜଣ ଲୋକ ଆସି ଆମ ଘରେ ବି କୁହନ୍ତି କି ଆମେ ରାତିରେ ଫେରୁ 1-2ଟା ବେଳେ ଆସୁ ମାନେ ଯାଆନ୍ତି କାମରେ ଯେତେବେଳେ ଫେରନ୍ତି ଦେଖନ୍ତି ସେ ସମାଧି ପାଖରେ ଗୋଟେ କିଏ ଠିଆ ହେଇଥାଏ ହେଲା ଗୋଟେ ଓତା ପିନ୍ଧିକି ମାନେ ଓତା ପିନ୍ଧିକି ଗୋଟେ କିଏ ଠିଆ ହେଇଥାଏ ରାତିରେ ଏସବୁ ଜିନିଷ ମାନେ ମୁଁ ତ ଜାଣେ ମୁଁ ବି ରାତିରେ ସିଆଡ଼େ ଚାହେଁନି କି ଯାଏନି ରାତି ହେଲେ ମୁଁ ସେପଟେ ଯିବା ଆସିବା ବି କରେନି ଡର ମାଡ଼େ ତ ପ୍ରାୟତଃ ଲୋକ ପାଖ ଘର କରିଗଲେଣି ପ୍ରାୟ ବେଶୀ ଡର ଲାଗୁନି କିନ୍ତୁ ରାତି ହେଲେ କେହି ଯିବା ଆସିବା ମାନେ ବହୁତ ଡେଞ୍ଜର ବୁଝୁଛନ୍ତି ନା ବହୁତ ଡେଞ୍ଜର ସେ ରାସ୍ତାରେ କଟା ମୁଣ୍ଡ ଗଡ଼େ ଲୋକ ସାଇକେଲ ନେଇ ଗଲାବେଳେ ଏସବୁ ପାଦ ସବୁ ଏଇ ସବୁ ପାଦ ମାନେ ପାଦ ସେ 2ଟା ଲୋକଙ୍କର ପାଦ ହିଁ ଭାଙ୍ଗିଛି ମାନେ ଏମିତି ଜିନିଷ ଆଉ ଲୋକମାନେ ବହୁତ ପଡ଼ିଯାଆନ୍ତି ଆକ୍ସିଡେଣ୍ଟ ହୁଏ ଧକ୍କା ଫକ୍କା ହୁଏ ଏ ଜାଗା ଉପରେ ଏବେ ରିସେଣ୍ଟଲି ସେଠି ଗୋଟେ ଧକ୍କା ହେଇଥିଲା ଦିନରେ ପୁରା ଖରାବେଳ ଉଦୁତିଆ ଖରାବେଳ କେହି ନାହାନ୍ତି ମାନେ ଘରୁ ବି କେହି ବାହାରନ୍ତିନି ଆଉ ଏମିତି ଆକ୍ସିଡେଣ୍ଟ ହେଲା ଯେ କାଚ ତାର ଗଳି ଯାଇଥିଲା ଗୋଡ଼ ଧୀରେ ଚିରି ହେଇଯାଇଥିଲା ସେ କାଚ ସେଇ ସମାଧି ପାଖରେ ସମାଧିଟା ସେଇଠି ରୋଡଟା ଏଇଠି ନା ସେଇ ମୁଣ୍ଡରେ ହିଁ ତାଙ୍କର ସେ ଘଟଣାଟି ଘଟିଲା ଯାହାକି ଗୋଡ଼ ତାଙ୍କର ପୁରା ଗଲା ନଷ୍ଟ ହେଇଯାଇଛି ଭଲ ହେଲା କି ନାହିଁ କହିପାରୁନି ତାଙ୍କ ଘର ଯାଇକି କୋଉଠି କହିଲେ କନ୍ଦରପୁର ପାଖରେ
ସେଠୁ ସେମାନେ ଆସିଥିଲେ ତାଙ୍କ ରିଲେଟିଭ୍ କି ଆସିଥିଲେ ଏବାଟେ ଯାଉଥିଲେ ତାଙ୍କର ଆକ୍ସିଡେଣ୍ଟ ହେଇଥିଲା। ଆଉ ମାନେ କୁହନ୍ତିନି ମାନେ ଏତେ ଖତରନାକ ଜାଗା ସିଏ ହେଲେ ମାନେ ସେଠି ଆକ୍ଟିଭିଟି ସବୁ ଦେଖାଯାଏ ମାନେ ତମେ ଯାଉଥିବ ପାହାଚ ଉପରେ ଛାତ ଉପରକୁ ସେ ଲାଗିବ କି ତା ପଛରେ ତମ ପଛରେ କିଏ ଯାଉଛି ତମ ପଛରେ କିଏ ଆଉଛି ମାନେ ମାନେ କଣ ମାନେ ଗୋଟେ ଉଜୁନିଆ ସାଉଣ୍ଡ ଗୋଟେ ଫିଲ୍ ହୁଏ। ମୁଁ ତ ନିଜେ ଫିଲ୍ କରିଛି ମୁଁ ରାତିରେ ବେଶି ଯାଏନି ଜାଗାକୁ ମୁଁ ବି ଜମା ଯାଏନି ପିଲାମାନେ ସବୁ ଯାଆନ୍ତି ଯେଉଁମାନେ ଗାଁରେ ଅଛନ୍ତି ପିଲାମାନେ ସେମାନେ ସବୁ ଯାଆନ୍ତି ସେଠି ବସା ଉଠା କରନ୍ତି ମାନେ ମୋତେ ବହୁତ ଡର ମାଡ଼େ କାହିଁକିନା ଏସବୁ ଜିନିଷ ମୋତେ ବହୁତ ଡର ଆଉ ଜିନିଷଟା ମୁଁ ଜାଣିଛି କି ଆପଣମାନଙ୍କୁ ସେୟାର କରିଦେଲି କାହିଁକିନା ମୁଁ କେବେ ଚାହିଁନଥିଲି ସେୟାର କରିବା ପାଇଁ ତ ଇଚ୍ଛା ହେଲା ଆପଣଙ୍କୁ ଜଣାଇବା ପାଇଁ ଗୋଟେ ଆମ ଘର ପାଖରେ ଗୋଟେ ଏମିତି ଜାଗା ଗୋଟେ ଅଛି ଆଉ ରାତି ହେଲେ ସେ ଗହିର ଭିତରୁ କେହି ଯାଆନ୍ତିନି ସେଇ ସ୍କୁଲ ପାଖରେ ହିଁ ସେ ଗହିରଟା ଏମିତି ସେ ଗହିରଟା ପୁରା ଦେଖାଯାଉଛି ଆମ ରାସ୍ତା ଟପିଲେ ମାନେ ଗହିର ଜଷ୍ଟ ଆମର ଏ 100 ମିଟର ଟପିଗଲେ ଗହିର 100 ମିଟର ଦୂରରେ ରହୁଛି ସେ ସ୍କୁଲଟା ସେ ସ୍କୁଲ ପାଖକୁ ରାତିରେ କେହି ଯାଆନ୍ତିନି ମାନେ ଏତେ ଭୟାନକ ହେଲା ସେ ଗଛରୁ ଗୋଟେ କିଏ ଓହ୍ଲଉଛି ମାନେ ଗୋଟେ ତାର ମାନେ ମୁଣ୍ଡ ନାହିଁ ସେ ଗଛରୁ ସେମିତି ଓହ୍ଲେଇବ ଯୋଉଠି କଣ୍ଟା ବାଡ଼ିଆ ହେଇଛି ସେ କଣ୍ଟା ତଳକୁ ଆଉ ସେ ଆସିବନି ସେ ଗଛରେ ବନ୍ଧା ହେଇଛନ୍ତି ଦିଟା ଗଛରେ କଣ୍ଟା ବାଡ଼ିଆ ହେଇଛି ସେ ପୁଣି ଏତିକି ମୋଟାର କଣ୍ଟା ବାଡ଼ିଆ ହେଇଛି ସେ ଏତିକି ସରୁ ସରୁ ନୁହଁ ବଡ଼ ମୋଟର କଣ୍ଟା ବାଡ଼ିଆ ହେଇଛି ମାନେ ଚାଖେଣ୍ଡିକିଆ କଣ୍ଟା ସେ ମାନେ ଡରରେ କି ଲୋକ ଜାଣିନି ଗୋଟେ ଡର ଅଛି ନା ଗୋଟେ ଯେହେତୁ ଭଗବାନ ଯେ ମାନେ ଅଛନ୍ତି ମାନେ କିଛି ନା କିଛି ଗୋଟେ ନେଗେଟିଭ୍ ଏନର୍ଜି ଅଛି ଯାହାକି ମୁଁ ଫିଲ୍ କରେ କାହିଁକିନା ଜିନିଷ ଥାଇପାରେ ନାହିଁ କହିଲେ କେମିତି ହେବ କାହିଁକିନା ମୁଁ ତ ନିଜେ ମାନେ ଫିଲ୍ କରିଛି ମୋତେ ସେଠିକି ଯେତେବେଳେ ଯାଏ ମୁଁ ଛୋଟ ଛୋଟ ଜିନିଷ ମୁଁ କେବେ ଭୂତ ଦେଖିନି ଆଜି ପର୍ଯ୍ୟନ୍ତ ମୋ ଜୀବନରେ ବି କେବେ ମୁଁ ଚାହୁଁନି କି କେବେ ଦେଖିବା ପାଇଁ ହେଲା କି ତ ବାସ୍ ଏତିକି ଚାହୁଁନି ମାନେ କ'ଣ ଯଦି ଭାଗ୍ୟରେ ଥିବ ଗୋଟେ ଦେଖିବାକୁ ସୁଯୋଗ ମିଳିଯିବ ଭୂତକୁ ଦେଖିବା ଭୂତଟା କେମିତିଆ ତ ଦେଖିବାନି କ'ଣ ପାଇଁ କିଛି ଅସୁବିଧା ନାହିଁ କିନ୍ତୁ ଜିନିଷଟା ହେଲା ଏଇଆ ଆଉ ମାନେ ଏଇଟା ହେଉଛି ମାନେ ଗୋଟେ ଆମ ଜାଗାର ସବୁଠାରୁ ହଣ୍ଟେଡ଼ ପ୍ଲେସ୍ ଭୂତ କୋଠି ହେଇକିନା ସିଏନା ପଡ଼ିଛି ମାନେ ସେଠି ସ୍କୁଲ ପିଲା ନାହାନ୍ତି ସ୍କୁଲ ହେଉନି ସେଠି ସ୍କୁଲ ବନ୍ଦ ଲୋକମାନେ ଯିବା ଆସିବା ବେଶୀ ସେଠି କରୁନାହାନ୍ତି ତାଳ ଗଛ ଦୁଇଟା ବଢ଼ୁନି ଆଉ ରାସ୍ତାରେ ମାତ୍ର ଏଇଠୁ 50 ମିଟର ଖଣ୍ଡେ ହେବ 50 ମିଟର ରାସ୍ତା ଖଣ୍ଡେ ସେଠି କଟା ମୁଣ୍ଡ ରାତି 2ଟା 2:30 ହେଲେ କଟା ମୁଣ୍ଡ ସେଠି କୁଆଡ଼େ ଗଡ଼େ ମୁଁ ଶୁଣିଛି ହେଲା ମାନେ ଏମିତି 2 ଲୋକଙ୍କର ଆକ୍ସିଡେଣ୍ଟ 3ଟା ଲୋକଙ୍କର ଗୋଟେ ଲୋକଙ୍କର ଏବେ କାଚ ଗଳି ଯାଇଥିଲା ଗୋଡ଼ରେ ମାନେ ଆକ୍ସିଡେଣ୍ଟ ହେଲା ଏମିତି ସେଇଠି ସମାଧି ପାଖରେ ହିଁ ହେଲା ଏଇଟା ଦୁର୍ଭାଗ୍ୟଜନକ ହେଇଥାଇପାରେ କି କିଛି ନେଗେଟିଭ୍ ଏନର୍ଜି ଯୋଗୁଁ ହେଇଥାଇପାରେ ସେମିତି କିଛି କହିପାରୁନି କିନ୍ତୁ ହେଇଛି କିନ୍ତୁ ସେଇ ଜାଗା ଉପରେ ହେଇଛି ଯେଉଁ ଜାଗା ଉପରେ ଲୋକଙ୍କର ଗୋଡ଼ ଭାଙ୍ଗିଥିଲା ସେଇ ଜାଗା ଉପରେ ତାର ବି ମଧ୍ୟ ଆକ୍ସିଡେଣ୍ଟ ହେଇଛି। ଯାହାଟା ମୁଁ ଶୁଣିଥିଲି ଆପଣଙ୍କ ସାଙ୍ଗରେ ସେୟାର କଲି ଆଉ ଯଦି କୌଣସି ତ୍ରୁଟି ରହିଥିବ କ୍ଷମା କରିବେ ଆଉ ନିହାତି କମେଣ୍ଟ କରିବେ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ।